ପିତୃପକ୍ଷର 15 ଦିନରେ ଘରର ଏହି କୋଣରେ ଜଳାନ୍ତୁ ଗୋଟିଏ ଦୀପ। ପିତୃଙ୍କର ଆଶୀର୍ବାଦରେ ଆପଣ ହୋଇପାରନ୍ତି ମାଲାମାଲ। ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ, ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛି। ପିତୃପକ୍ଷର 15 ଦିନ ପର୍ଯ୍ୟନ୍ତ ଗୋଟିଏ ଦୀପ ଆପଣଙ୍କୁ ଜାଳିବା ପାଇଁ ପଡିବ। ଯଦି ଆଜି ଯାଇ ଆପଣମାନେ ଏହି ଜିନିଷ ଜାଣିନାହାନ୍ତି, ଯେଉଁ ଦିନ ବି ଏହି ଭିଡିଓ ପାଉଛନ୍ତି ତା ପରଠୁ ଏହି ଦୀପ ଜାଳିବା ପ୍ରାରମ୍ଭ କରିଦିଅନ୍ତୁ। ପିତୃଙ୍କ ପକ୍ଷରେ ଏହି ଦୀପ ଜାଳିବା ଦ୍ୱାରା କଣ ହୋଇଥାଏ ନା ପିତୃଙ୍କର ଅଭିଶାପ ଆଶୀର୍ବାଦରେ ବଦଳିଯିବ। ଆପଣ ଶ୍ରାଦ୍ଧ ପିଣ୍ଡଦାନ କରନ୍ତୁ କିମ୍ବା ନ କରନ୍ତୁ, ଯଦି ଏହି ଦୀପ ପ୍ରଜ୍ୱଳନ ଆପଣମାନେ କରିବେ ତେବେ ବିଶ୍ୱାସ କରନ୍ତୁ ପିତୃଙ୍କର ଆଶୀର୍ବାଦ ସଦା ସର୍ବଦା ଆପଣଙ୍କ ଉପରେ ରହିବ। ଆମେ ସନ୍ଧ୍ୟା ଦୀପ ସନ୍ଧ୍ୟା ସମୟରେ କାହିଁକି ଜାଳିଥାଉ ଯେ ସନ୍ଧ୍ୟା ସମୟରେ କେବେ ବି ଘରକୁ ଅନ୍ଧାର କରି ରଖିବା ଉଚିତ ନୁହଁ। ଘରେ ଦୀପ ପ୍ରଜ୍ୱଳନ କରିବା ଦ୍ୱାରା ଦେବୀ ଦେବତାଙ୍କର ଆଶୀର୍ବାଦ ରହିଥାଏ। ସେହିପରି ଏହି ପିତୃପକ୍ଷର 15 ଦିନରେ ଆପଣ ଯଦି ଏହି ଦୀପ ପ୍ରଜ୍ୱଳନ କରନ୍ତି ତେବେ ବିଶ୍ୱାସ କରାଯାଏ ଯେ ପିତୃଙ୍କର ପରମ ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଏବେ ଆପଣଙ୍କୁ ସେହି ଦୀପ କିପରି ପ୍ରଜ୍ୱଳନ କରିବାର ଅଛି, ସେହି ଦୀପ ପ୍ରଜ୍ୱଳନ କଲେ କୌଣସି ଅସୁବିଧା ହେବନି ତ, ଏହିପରି ଡର ବି ସମସ୍ତଙ୍କ ମନରେ ଥାଏ। କାରଣ ଭଗବାନଙ୍କର ପୂଜା ପାଇଁ ତ ସମସ୍ତେ ସବୁ କିଛି କରିଦିଅନ୍ତି, ପିତୃଙ୍କ ପାଇଁ ଟିକେ ଡରି ଯାଆନ୍ତି, କାହିଁକି ନା ସେମାନେ ପ୍ରେତ ଯୋନିରେ ଥାନ୍ତି, ଆମର କିଛି ଅସୁବିଧା ହୋଇଯିବ, ଏମିତି ସମସ୍ତଙ୍କ ମନରେ ଡର ଥାଏ। ଏବେ ଦର୍ଶକ ବନ୍ଧୁ, ଆପଣ ମାନେ ଭଲ ଭାବରେ ନିୟମ ପ୍ରଥମେ ଜାଣି ନିଅନ୍ତୁ ଯେ ପିତୃଙ୍କ ପାଇଁ ଆପଣ ମାନେ କିପରି ଦୀପ ପ୍ରଜ୍ୱଳନ କରିବେ। ତା ଆଗରୁ ମୁଁ ଆପଣ ମାନଙ୍କୁ ଅନୁରୋଧ କରୁଛି ଯେ ଯଦି ଏ ପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ନିହାତି ସବସ୍କ୍ରାଇବ କରନ୍ତୁ। ପାଖରେ ଥିବା ବେଲ ଆଇକନକୁ ପ୍ରେସ କରି ଭିଡିଓକୁ ଗୋଟେ ଲାଇକ ଟିଏ କରିଦିଅନ୍ତୁ। ଏହି ପିତୃପକ୍ଷର 15 ଦିନରେ ଆପଣ ପ୍ରଥମେ ନିଜର ସନ୍ଧ୍ୟା ଦୀପ ପ୍ରଜ୍ୱଳନ କରିଦେବେ ନିଜ ଠାକୁର ଘର ଏବଂ ମା ବୃନ୍ଦାବତୀଙ୍କ ପାଖରେ। ଯେତେବେଳେ ବି ପିତୃଙ୍କ ପାଇଁ ଏହି ଦୀପ ପ୍ରଜ୍ୱଳନ କରାଯାଏ ସେତେବେଳେ ଆପଣ ମାନେ ଧଳା ରଙ୍ଗର ବସ୍ତ୍ର ପରିଧାନ କରିବେ। ପିତୃଙ୍କ ପୂଜାରେ ସଦାସର୍ବଦା ଧଳା ରଙ୍ଗର ଜିନିଷ ବ୍ୟବହାର କରାଯାଏ, ତ ଆପଣ ମାନେ ଧଳା ରଙ୍ଗର ବସ୍ତ୍ର ପରିଧାନ କରିବେ। ଧଳା ରଙ୍ଗର ବସ୍ତ୍ର ପରିଧାନ କରି ସନ୍ଧ୍ୟା ସମୟରେ ନିଜର ଘରର ବାହାର ପଟକୁ ଚାଲିଯିବେ। ଘର ବାହାରେ ହିଁ ଏହି ଦୀପ ପ୍ରଜ୍ୱଳନ କରାଯାଏ। ସେ ଆପଣଙ୍କ ବାଲକନି ହଉ, ଆପଣଙ୍କ ଛାତ ଉପରେ ହଉ, ଆପଣଙ୍କ ବାଡି ପଟ ହଉ କିମ୍ବା ଆପଣଙ୍କର ବାହାର ପଟ ହଉ, ଗେଟ ରୁ ବାହାରକୁ ହିଁ ଆପଣଙ୍କୁ ଯିବାକୁ ପଡିବ। ତ ସେଠି ଆପଣ ମାନେ କଣ କରିବେ, ଯେଉଁ ଜାଗାରେ ଦୀପ ପ୍ରଜ୍ୱଳନ କରିବେ ତାର ଦକ୍ଷିଣ ଦିଗ ପଟେ ଦୀପର ମୁଖ ଦକ୍ଷିଣ ଦିଗ ହବ। ଆପଣଙ୍କୁ ସେହି ଜାଗାକୁ ଟିକେ ସଫା କରିଦେବା ପାଇଁ ପଡିବ। ପୁଣି ଗୋଟିଏ ପାନପତ୍ର କିମ୍ବା କଦଳୀ ପତ୍ର ସେଠି ରଖିବେ। ଆପଣ ଗୋଟିଏ ତେଲର ଦୀପ ପ୍ରଜ୍ୱଳନ କରନ୍ତୁ କିମ୍ବା ଘିଅର ଦୀପ ପ୍ରଜ୍ୱଳନ କରିବେ। ଦୀପର ମୁଖ ଦକ୍ଷିଣ କରି ରହିବା ପାଇଁ ପଡିବ ଏବଂ ସେଠି ସେହି ଦୀପରେ କିଛି କଳା ରାଶି ପକାଇ ପାରନ୍ତି କିମ୍ବା 2ଟି ଗୋଲମରିଚ ପକାଇ ପାରନ୍ତି। ସେଠି ଦୀପ ପ୍ରଜ୍ୱଳନ କରିବା ପରେ କିଛି ଚିନି, ପିତୃଙ୍କ ଉଦ୍ଦେଶ୍ୟରେ କିଛି ଚିନି ଆପଣଙ୍କୁ ରଖିବା ପାଇଁ ପଡିବ ସେହି ପତ୍ରରେ। ଏମିତି କରିବା ପରେ ଆପଣ ମାନେ କଣ କରିବେ, ପିତୃଙ୍କୁ ନମସ୍କାର କରିବେ ଏବଂ ଗୋଟିଏ ଧୂପକାଠି ବି ସେଠି ଲଗାଇଦେବେ। ପିତୃଙ୍କୁ ନମସ୍କାର କରିବେ ଦକ୍ଷିଣ ଦିଗକୁ ମୁହଁ କରି କରି। ନିଜର ଘରର ଉନ୍ନତି ପାଇଁ ପିତୃଙ୍କ ପାଖରେ ଆଶୀର୍ବାଦ ମାଗିବେ। ଏହି କାମ ଆପଣ ମାନେ କଲେ ପିତୃଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଏବଂ ସନ୍ଧ୍ୟା ସମୟରେ ଆପଣ ମାନେ ଏବଂ ସକାଳ ସମୟରେ ବିନା ପିଆଜ ରସୁଣର ଖାଦ୍ୟ ଖାଇବେ। ପ୍ରଥମ ରୋଷେଇ ନିଜ ପିତୃଙ୍କ ନାମରେ ବାହାର କରିବେ, ତାହାକୁ ଗାଈ କିମ୍ବା ଆପଣ ମାନେ କାଉକୁ ଦେଇପାରନ୍ତି। ଏହା ଦ୍ୱାରା କିମ୍ବା କୌଣସି ପକ୍ଷୀକୁ ବି ଦେଇପାରନ୍ତି, କିନ୍ତୁ କୁକୁରକୁ ଦେବେ ନାହିଁ। ଏମିତି କଲେ କଣ ହୋଇଥାଏ ନା ପିତୃଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ପାଇଥାନ୍ତି। ପିତୃଙ୍କର ପୂର୍ବଜଙ୍କର ବହୁତ ବଡ କୃପା ଆପଣଙ୍କ ଉପରେ ରହିଥାଏ। ଏବେ ତା ସହିତ ଆପଣ ମାନେ ଏହା ବି ଜାଣି ରଖନ୍ତୁ ଯେ ପିତୃ ପକ୍ଷରେ ଆପଣ ମାନେ କଣ କରିବା ଉଚିତ। ଏହି ନିୟମକୁ କେବେ ବି ହାତ ଛଡା କରନ୍ତୁ ନାହିଁ କିମ୍ବା ଭୁଲନ୍ତୁ ନାହିଁ। ତା ସହ ଯେଉଁ ଘରେ ପିତୃଦୋଷ ଥିବ ସେହି ଘରେ କେତେ ବି ଆପଣ ଗଛ ପତ୍ରର ଯତ୍ନ ନିଅନ୍ତୁ, ତାହା ବାରମ୍ବାର ଝାଉଁଳି ଯାଉଥିବ, ତେବେ ଆପଣଙ୍କୁ ପିତୃଦୋଷର ନିବାରଣ କିପରି କରିବେ? ଆପଣ ତ ପିତୃଦୋଷର ଲକ୍ଷଣ ଜାଣିଗଲେ, ଏବେ ପିତୃଦୋଷର ନିରାକରଣ କିପରି କରିବେ? ଏହି ପିତୃପକ୍ଷରେ 15 ଦିନରୁ 16 ଦିନ 7 ସେପ୍ଟେମ୍ବରରୁ 23 ସେପ୍ଟେମ୍ବର ରବିବାର ପର୍ଯ୍ୟନ୍ତ ଆପଣ ମାନେ ଭଲ ଭାବରେ ଜାଣି ରଖନ୍ତୁ ଯେ ପିତୃପକ୍ଷରେ କେଉଁ କାର୍ଯ୍ୟ କରିବା ଦ୍ୱାରା ଆପଣଙ୍କ ଉପରୁ ପିତୃଦୋଷ ଟଳିଯିବ। ଏହି ପିତୃପକ୍ଷର 15 ଦିନରେ ଏହି 10ଟି ନିୟମ ଆପଣ ମାନେ ଗଣ୍ଠି ପକାଇ ରଖନ୍ତୁ। ନିଶ୍ଚୟ ଏହି ସବୁ ଉପାୟ କରନ୍ତୁ। ଭଲ ଭାବରେ ଶୁଣନ୍ତୁ କଣ କଣ ଆପଣଙ୍କୁ କରିବାର ଅଛି। ଯଦି ଆପଣଙ୍କର ଶାଶୁ ଶ୍ୱଶୁର ଅଛନ୍ତି ତେବେ କେଉଁ ନିୟମ ପାଳନ କରିବେ? ଯଦି ଶାଶୁ ଶ୍ୱଶୁର ନାହାନ୍ତି ତେବେ ତ ତାର ନିୟମ ଅଲଗା ଅଟେ। ଯେଉଁମାନଙ୍କର ଶାଶୁ ଶ୍ୱଶୁର ଅଛନ୍ତି ସେମାନେ ପିତୃଙ୍କର କୃପା କିପରି ପାଇବେ?
ବିନା ତର୍ପଣ ବିନା ଶ୍ରାଦ୍ଧରେ ସେମାନେ କଣ କରିବେ? ପ୍ରତ୍ୟେକ ଦିନ ସୂର୍ଯ୍ୟ ଦେବତାଙ୍କୁ କଳା ରାଶି ପକାଇ ଜଳରେ ଜଳ ଚଢାଇବେ ସକାଳୁ ସକାଳୁ ଏବଂ ପିତୃଦୋଷ ନିବାରଣ ନିମନ୍ତ ସୂର୍ଯ୍ୟ ଦେବତାଙ୍କୁ ପ୍ରାର୍ଥନା କରିବେ। ସେହି ଜଳ ନିଜ ପିତୃ ପୁରୁଷଙ୍କୁ ଅର୍ପଣ କରାଇ ଦିଅନ୍ତୁ ବୋଲି ବା ପଠାଇ ଦିଅନ୍ତୁ ବୋଲି ଅନୁରୋଧ କରିବେ। ଗୋଟିଏ ତମ୍ବା ଢାଳରେ ଜଳ ନେବେ, ପୁରା ଘର ସାରା ତାହାକୁ ବୁଲାଇ ବୁଲାଇ କରି ମହାଦେବଙ୍କ ଉପରେ ଶିବଲିଙ୍ଗରେ ଢାଳିବେ। ନିଜ ପିତୃ ଦୋଷରୁ ଉଦ୍ଧାର ନିମନ୍ତ ନିଜ ପିତୃ ଲୋକଙ୍କୁ ଉଦ୍ଧାର ନିମିତ୍ତ ପ୍ରାର୍ଥନା କରିବେ। 15ରୁ 16 ଦିନ ଯେଉଁ ପିତୃପକ୍ଷ ଚାଲୁଛି 7 ସେପ୍ଟେମ୍ବରରୁ 23 ସେପ୍ଟେମ୍ବର ଅମାବାସ୍ୟା ପର୍ଯ୍ୟନ୍ତ ଭଲ ଭାବରେ ଏହି ନିୟମ ଗୋଟିଏ ଦିନ ବି ଯେପରି ଆପଣଙ୍କର କମ ହେବ ନାହିଁ, ଏହି ନିୟମ କରିବେ। ଘରର ପୁରୁଷ କିମ୍ବା ସ୍ତ୍ରୀ ଯେ କେହି ବି କରିପାରିବେ। ଗୋଟିଏ ଘିଅର ଦୀପରେ କଳା ରାଶି ପକାଇ ମହାଦେବଙ୍କ ମନ୍ଦିରରେ ନିଜ ପିତୃଙ୍କର ଉଦ୍ଦେଶ୍ୟରେ ପିତୃଙ୍କର ମୁକ୍ତି ନିମନ୍ତ ପ୍ରାର୍ଥନା କରିବେ। ଏହି ସମୟରେ ସତ୍ୟନାରାୟଣ କଥା ଭାଗବତ ପାଠ କରିବେ, ଗୀତା ପାଠ କରିବେ, ବିଷ୍ଣୁ ସହସ୍ର ନାମ ପାଠ କରିବେ, ନଚେତ୍ ଘରେ ଲଗାଇ କରିବେ ଶୁଣନ୍ତୁ। ତାହା ନିଜ ପିତୃଙ୍କ ଉଦ୍ଦେଶ୍ୟରେ କରିବେ। ଯେତେ ପାରୁଛନ୍ତି ନାମ ଜପ କରନ୍ତୁ ଏବଂ ନାରାୟଣଙ୍କୁ କୁହନ୍ତୁ ଯେ ପ୍ରାର୍ଥନା କରନ୍ତୁ ଯେ ପିତୃପକ୍ଷରୁ 15ରୁ 16 ଦିନ ଯେଉଁ ନାମ ଆପଣମାନେ ଜପ କରିବେ ତାହା ଆପଣଙ୍କର ପିତୃଙ୍କୁ ସମର୍ପିତ କରାଯାଉ। କୁହାଯାଏ ନାମ ଜପ ଦ୍ୱାରା ମୁକ୍ତି ମିଳେ। ଆପଣଙ୍କର ଯେଉଁ ବି ପିତୃ ପ୍ରେତ ଜନ୍ମରେ ରହିଯାଇଛନ୍ତି, ଯଦି ଆପଣ ନାମ ଜପ କରିବେ ଏହି ପିତୃପକ୍ଷର 15ରୁ 16 ଦିନ ଯଦି ଆପଣମାନେ ଭଲ କାମ କରିବେ, ଗରିବଙ୍କୁ ଦାନା ଦେବେ, ଗରିବଙ୍କୁ କିଛି ଖାଦ୍ୟ ଦେବେ, ପକ୍ଷୀଙ୍କୁ ଦାନା ଦେବେ ଏବଂ ଗାଈକୁ ଖାଇବାକୁ ଦେବେ, ନିଶ୍ଚୟ ଆପଣ ପିତୃଦୋଷରୁ ମୁକ୍ତି ପାଇବେ। ତାପରେ ନିୟମ, ଯେଉଁମାନେ ପିତୃଦୋଷରେ ଅଛନ୍ତି ଲକ୍ଷଣ ଦେଖାଯାଉଛି ସେମାନେ ଆଉ ଗୋଟିଏ କାମ ବି କରନ୍ତୁ। ସକାଳୁ ସ୍ନାନ କରି ରୋଷେଇ କରିବେ। ପ୍ରଥମ ରୋଷେଇ ଗାଈ ପାଇଁ ବାହାର କରିବେ ଏବଂ ତାହା ପିତୃଙ୍କ ଉଦ୍ଦେଶ୍ୟରେ ନେଇକରି ଗାଈକୁ ଖାଇବାକୁ ଦେବେ। ସକାଳୁ ସକାଳୁ ଏହି କାମ କରିବେ। ଆପଣମାନେ ବାହାର କରିଦିଅନ୍ତୁ, ଯେତେବେଳେ ଆପଣଙ୍କ ସ୍ୱାମୀ ଅଫିସ ଚାଲିଯିବ, ଛୁଆ ସ୍କୁଲ ଚାଲିଯିବ, ସମୟ ଯେତେବେଳେ ପାଇଯିବେ ତାହା ନେଇକରି ଗାଈକୁ ଖାଇବାକୁ ଦେବେ, କୁକୁର ନୁହଁ ଗାଈକୁ। ଏବଂ ରାତ୍ରି ସମୟର ଖାଇବା ପୁଣି ଶେଷ ଖାଇବାଟି ପୁଣି ବାହାର କରିବେ। ରୋଷେଇ କରିଦେଲେ ପୁଣି ଗୋଟିଏ ଛୋଟିଆ ଦନାରେ ବାହାର କରିବେ, ନେଇକରି କୁକୁରକୁ ଖାଇବାକୁ ଦେବେ ରାତ୍ରି ସମୟରେ। ଏହି ନିୟମ ପାଳନ କରନ୍ତୁ, କିନ୍ତୁ ପିଆଜ ରସୁଣ ଖାଇବେ ନାହିଁ। ଚେଷ୍ଟା କରନ୍ତୁ ପିଆଜ ରସୁଣ ଖାଦ୍ୟ ଖାଇବେ ନାହିଁ, ଏହା ଆପଣଙ୍କର ମଙ୍ଗଳ ହବ ଆଜ୍ଞା। ନିହାତି ଏ କାମ କରନ୍ତୁ। ଯଦି ଆପଣ ପିତୃଦୋଷରୁ ମୁକ୍ତି ନ ପାଇବେ ନିଶ୍ଚୟ କହିବେ। ତାପରେ ଗାଈକୁ ସବୁଜ ରଙ୍ଗର ଘାସ ଏହି ପିତୃ ପକ୍ଷରେ ଖାଇବାକୁ ହିଁ ଦିଅନ୍ତୁ। ପିତୃଙ୍କର ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ପ୍ରତ୍ୟେକ ଦିନ ସ୍ନାନ କରିସାରିବା ପରେ ଘରର ଦକ୍ଷିଣ ଦିଗକୁ ମୁହଁ କରିବେ, ନମସ୍କାର କରିବେ ନିଜ ପିତୃପୁରୁଷଙ୍କୁ। ସେମାନଙ୍କୁ ଏହି 15ରୁ 16 ଦିନ ମନେ ପକାନ୍ତୁ, ସେମାନଙ୍କ ଉଦ୍ଦେଶ୍ୟରେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ମୋ ପିତୃପୁରୁଷ ଯେଉଁଠି ବି ଥାନ୍ତୁ ସେମାନଙ୍କର ଉଦ୍ଧାର କରାଯାଉ ବୋଲି ଏବଂ ପିତୃଙ୍କୁ ଯଦି କିଛି ଭୁଲ କରିଦେଇଛନ୍ତି କ୍ଷମା ଯାଚନା କରନ୍ତୁ। ସେମାନେ ବହୁତ ଦୟାଳୁ ଅଟେ। ଏହି ପିତୃପୁରୁଷ ପକ୍ଷରେ ସେମାନେ ଆମର ବହୁତ ନିକଟତର ଥାନ୍ତି। ଯେଉଁ ଉପାୟ ଆପଣମାନଙ୍କୁ କହୁଛି ନିଶ୍ଚୟ କରନ୍ତୁ। ଏବେ ଯେଉଁମାନଙ୍କର ଶାଶୁ ଶ୍ୱଶୁର ମରିଯାଉଛନ୍ତି ସେମାନେ ଏହି 16 ଦିନ ପିତୃ ତର୍ପଣ କରିବେ ସକାଳ ସମୟରେ। ଯଦି ପିତୃ ତର୍ପଣ ଆପଣମାନେ ବ୍ରାହ୍ମଣଙ୍କ ଦ୍ୱାରା କରିପାରୁନାହାନ୍ତି, ଆପଣ ନିଜେ ଗୋଟିଏ ପାତ୍ରରେ କିଛି କଳା ରାଶି ଏବଂ କୁଶ ଏବଂ କିଛି ପାଣି ନେଇକରି ଦକ୍ଷିଣ ଦିଗକୁ ମୁହଁ କରି ଆପଣ ପିତୃଙ୍କ ଉଦ୍ଦେଶ୍ୟରେ କିଛି ପାଣି ହିଁ ଖାଲି ପିତୃଙ୍କର ଗାୟତ୍ରୀ ମନ୍ତ୍ର ଜପ କରିଦେବେ, ପାଣିକୁ ଛାଡ଼ିଦେବେ, ବାସ୍ ଏତିକି କରିଦିଅନ୍ତୁ। ଏବଂ ରୋଷେଇ କରିସାରିବା ପରେ ଯେମିତିକି ଗାଈକୁ ଖାଇବାକୁ ଦିଅନ୍ତୁ, କୁଆକୁ ଖାଇବାକୁ ଦିଅନ୍ତୁ। ଯଦି ଆପଣଙ୍କ ପଟେ କୁଆ ଅଛି ଏବଂ ଏହି ପିତୃ ପକ୍ଷରେ ଯଦି କୁଆ ଆସିକରି ଆପଣଙ୍କର ଖାଦ୍ୟ ଗ୍ରହଣ କରୁଛି, ସ୍ୱୟଂ ପିତୃ ଆପଣଙ୍କର ଖାଦ୍ୟ ଗ୍ରହଣ କରୁଛନ୍ତି ବୋଲି ଜାଣନ୍ତୁ। ତେଣୁ ଏହି ସମୟରେ କୁଆକୁ ଖାଇବାକୁ ଦେବା ବହୁତ ବଡ଼ ଶୁଭ ସଂକେତ ଅଟେ। ଭାଗ୍ୟରେ ଥିଲେ ଆପଣ କୁଆକୁ ଖାଇବାକୁ ଦେଇପାରିବେ। ଏମିତିରେ ତ କୁଆ ତ ଦେଖିବାକୁ ହିଁ ମିଳୁନାହାନ୍ତି। ତେଣୁ ଗାଈ କୁଆକୁ ନିଶ୍ଚୟ ଖାଇବାକୁ ଦିଅନ୍ତୁ। ଏବଂ ଯେଉଁମାନଙ୍କର ପିତୃ ବାପା ମାଙ୍କର ଶ୍ରାଦ୍ଧ କରୁଛନ୍ତି ଏହି ପିତୃ ପକ୍ଷରେ ସେମାନେ ନଖ ଦାଢ଼ି ଚୁଟି କାଟିବେ ନାହିଁ, ଆମିଷ ଭକ୍ଷଣ କରିବେ ନାହିଁ, ନୂଆ ଜିନିଷ ଘରକୁ କିଣିକରି ଆଣିବେ ନାହିଁ, ନୂଆ ଶାଢ଼ୀ ପିନ୍ଧିବେ ନାହିଁ। ଏହି ସବୁ ନିୟମ ନିଶ୍ଚୟ ପାଳନ କରନ୍ତୁ। ନୂଆ ଚୁଡ଼ି ବି ପିନ୍ଧିବେ ନାହିଁ ମହିଳାମାନେ। ଏବଂ ଏହି ଏତିକି ଦିନରେ ସାମ୍ପୁ ଲଗାଇକରି ଚୁଟି ବି ସଫା କରିବେ ନାହିଁ, ମୁଣ୍ଡରେ ତେଲ ବି ଲଗାଇବେ ନାହିଁ।
କାହା ଘରେ ଖାଇବା ବି ଖାଇବେ ନାହିଁ। ଏହି ନିୟମ ପାଳନ କଲେ ଆପଣଙ୍କର ହିଁ ମଙ୍ଗଳ। ପିତୃ ବହୁତ ଆପଣଙ୍କ ଉପରେ କୃପା କରିବେ। ଥରୁଟି ପିତୃପୁରୁଷଙ୍କୁ ଶାନ୍ତି କରାଇକିରି ଦେଖନ୍ତୁ, ଥରୁଟି ତାଙ୍କ ପାଇଁ ବଞ୍ଚିକି ଦେଖନ୍ତୁ, ନିଶ୍ଚୟ ପିତୃଙ୍କ ଉଦ୍ଦେଶ୍ୟରେ ଆପଣଙ୍କର ମଙ୍ଗଳ ହେବ। ତେଣୁ ପିତୃପୁରୁଷଙ୍କୁ ଆପଣମାନେ ଏହି 15ରୁ 16 ଦିନରେ ନିଶ୍ଚୟ ଆପଣମାନେ ଶାନ୍ତି କରାଇ ପାରିବେ। ଆଗକୁ ମୋ ଚ୍ୟାନେଲରେ ଏମିତି ବହୁତ ସାରା ଭିଡ଼ିଓ ଆସିବ, ତେଣୁ ମୋ ଚ୍ୟାନେଲ ସହିତ ଆପଣମାନେ ଯୋଡ଼ି ରୁହନ୍ତୁ, ନିଶ୍ଚୟ ଆପଣଙ୍କର ଲାଭ ହବ।